ଓ ସମାଜ ସମ୍ପାଦକ ଓ ପ୍ରତିଷ୍ଠାତା। ପଣ୍ଡିତ ଗୋପବନ୍ଧୁ ଦାସ କର୍ମ ଉପରେ ବିଶ୍ୱାସ କରି ଦୁଇପଦ ପନ୍ତି କହିଛନ୍ତି, ମାନବ ଜୀବନ ନୁହେଁ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଯାଏ ନର କର୍ମ ଏକାତାର ଜୀବନର ମାନ ଦଣ୍ଡ। ଅର୍ଥାତ୍ ପଣ୍ଡିତ ଗୋପବନ୍ଧୁ ଦାସ ଓ ଜାତିର ଉନ୍ନତି କରିବା ପାଇଁ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। କାହିଁକି ନା ଏହି ବିଦ୍ୟାଳୟ ଏକ ନିର୍ଦ୍ଦିଷ୍ଟ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଉଥିଲା, ଯାହାଫଳରେ ସେଠାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଶିକ୍ଷା ସହିତ ବୃତ୍ତିଗତ ବୈଷୟିକ ଶିକ୍ଷା ଲାଭ କରିପାରିବେ। ଛାତ୍ରଛାତ୍ରୀମାନେ କିଭଳି ଜାତୀୟ ଭାବରେ ଉଦ୍ବୋଧ ହେବେ ସେଥିପ୍ରତି ଦୃଷ୍ଟି ଦିଆଯାଉଥିଲା। ଏହି ମହାନ ବ୍ୟକ୍ତି ଜଣକ ପରିଶେଷରେ ତାଙ୍କର ମୃତ୍ୟୁ ଘଟିଛି 1928 ମସିହାରେ। ଆଜି ଆମେ ଏହି ମହାନ କବିଙ୍କ ବିଷୟରେ ସୁନ୍ଦର ତାଙ୍କ ଜୀବନୀରୁ ଦୁଇପଦ ଜାଣିଛନ୍ତି ଏବଂ ଏହାକୁ ମୁଁ ଆଶା କରୁଛି ଆମ ଜୀବନରେ ଲଗାଇବା ଆବଶ୍ୟକ, ତାଙ୍କ ପରି ହେବା ଆବଶ୍ୟକ। ରହୁଛି, ପରବର୍ତ୍ତୀ ଭିଡ଼ିଓରେ ଦେଖା ହେବ। ନମସ୍କାର।